ଆପଣ ବହୁଥର ଲୋକମାନଙ୍କୁ ଏହା କହିବାର ଶୁଣିଥିବେ ଯେ ଛାଡ଼ ଭାଇ, ଏସବୁ ତ ମୋହମାୟା ଅଟେ। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଯେଉଁ ବ୍ୟକ୍ତି ଏସବୁ କଥା କହୁଥାଏ ସେ ନିଜେ ମଧ୍ୟ ଜାଣିନଥାଏ ଯେ ଏହି ମାୟା କ'ଣ ଅଟେ। ତେବେ ପ୍ରକୃତରେ ଏହି ମାୟା କ'ଣ ଅଟେ? କାହାକୁ କୁହାଯାଏ ମାୟା? ଏସବୁ କଥା ବହୁତ କମ୍ ଲୋକ ଜାଣିଛନ୍ତି। ଆମର ବିଭିନ୍ନ ଧର୍ମଗ୍ରନ୍ଥ ମାନଙ୍କରେ ଏହି ମାୟା ବିଷୟରେ ବିଭିନ୍ନ କଥା ଉଲ୍ଲେଖ ମଧ୍ୟ ରହିଛି, କିନ୍ତୁ ଲୋକମାନେ ତା'ର ଭୁଲ ଅର୍ଥ ବାହାର କରିଥାନ୍ତି। ସେଥିପାଇଁ ଆଜି ଏହାକୁ ଜାଣିବା ଏବଂ ଏହାର ପ୍ରଚାର କରିବା ନିତାନ୍ତ ଆବଶ୍ୟକ ଅଟେ। ତେଣୁ ମାୟାର ପ୍ରକୃତ ଅର୍ଥକୁ ବୁଝିବା ପାଇଁ ଭିଡ଼ିଓକୁ ଶେଷ ଯାଏଁ ଦେଖିବାକୁ ଅନୁରୋଧ ରହିଲା। ମାୟା ବାସ୍ତବରେ ଏକ ଭ୍ରମ ଅଟେ। ଆମେ ଯେତେ ସବୁ ଭୌତିକ ବସ୍ତୁ ଦେଖୁଛେ ତଥା ଘରଦ୍ୱାର, ଧନ ସମ୍ପତ୍ତି, ସନ୍ତାନ ସନ୍ତତି, ଏସବୁ ହିଁ ମାୟା ଅଟେ। ଏସବୁ ଭ୍ରମ ଅଟେ। ଅର୍ଥାତ୍ ଏସବୁ ବସ୍ତୁକୁ ଉପଭୋଗ କରିବାର ଲୋଭ ବା ଆସକ୍ତି ଆମ ମଧ୍ୟରେ ଭରି ରହିଥାଏ। ତେବେ ଏହାର ଅର୍ଥ ନୁହେଁ ଯେ ଆମେ ଏସବୁ ସାଂସାରିକ ଜୀବନରେ ତ୍ୟାଗ କରିଦେବା। ବରଂ ଆମକୁ ଏହା ବୁଝିବା ଉଚିତ ଯେ ଏସବୁ ଭୌତିକ ବସ୍ତୁ କିଛି କ୍ଷଣ ପାଇଁ ହିଁ ରହିଥାଏ। ଯଦି ଏସବୁ ଆମଠାରୁ ଦୂରେଇ ଯାଏ ତେବେ ସେଥିପାଇଁ ଆମେ ମନ ଦୁଃଖ କରିବା ଉଚିତ ନୁହେଁ। ତେବେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆମେ ମାୟା ମୋହର ବନ୍ଧନକୁ ବୁଝିପାରିବା। ଆପଣ ଟିକେ ନିଜକୁ ଦେଖନ୍ତୁ। ଯେତେବେଳେ ଆପଣଙ୍କୁ ବହୁତ ସଫଳତା ତଥା ଘର, ଗାଡ଼ି, ସୁନା ରୂପା, ସନ୍ତାନ ସନ୍ତତି ଆଦି ମିଳିଯାଏ ତେବେ ଆପଣ କୁହନ୍ତି ଯେ ଏସବୁ ଭଗବାନଙ୍କ କୃପାରୁ ହୋଇଛି। କିନ୍ତୁ ଯେତେବେଳେ ଏହିସବୁ ଜିନିଷ ଆପଣଙ୍କ ପାଖରେ ରହେ ନାହିଁ ସେତେବେଳେ ଆପଣ କୁହନ୍ତି ଯେ ହେ ଭଗବାନ, ଏ ତମେ କ'ଣ କଲ? ମୋର କ'ଣ ଭୁଲ ଥିଲା? କାହିଁକି ମୋ ଠାରୁ ସବୁ ଜିନିଷ ଛଡ଼େଇ ନେଲ? କିନ୍ତୁ ଏସବୁ ବସ୍ତୁ ଭଗବାନ ହିଁ ଆପଣଙ୍କୁ ଦେଇଛନ୍ତି, ଆଉ ସେ ଆପଣଙ୍କ ଠାରୁ ନେଇପାରନ୍ତି ମଧ୍ୟ। ଆଉ ଏମିତି ମଧ୍ୟ ହୋଇପାରେ ଯେ ଏହା ବଦଳରେ ସେ ଆପଣଙ୍କୁ ଆଉ କିଛି ଅଧିକ ଦେଇପାରନ୍ତି, କିନ୍ତୁ ଆପଣ ଏହାକୁ କେବେ ହେଲେ ବୁଝିପାରିବେ ନାହିଁ। ଆପଣଙ୍କ ସହିତ ଘଟିଥିବା ଘଟଣା ଯୋଗୁଁ ଆପଣ ଦୁଃଖୀ ହୋଇଯିବେ। ତେବେ ଏହି ସମୟରେ ଆପଣ ଟିକେ ଭାବନ୍ତୁ, ଯେବେ ଆପଣ ଏହି ଦୁନିଆକୁ ଆସିଥିଲେ ଆପଣଙ୍କ ପାଖରେ କ'ଣ ଥିଲା? କିଛି ନଥିଲା ନା? ଆଉ ଏସବୁ ଆପଣଙ୍କ ସାଥିରେ ଯିବ ନାହିଁ ମଧ୍ୟ। ଯଦି କିଛି ଯିବ ତାହା ହେଉଛି ଆପଣ କରିଥିବା କର୍ମ, ଆଉ ଆପଣଙ୍କର ଅନ୍ୟ ପ୍ରତି କରିଥିବା ପ୍ରେମ ରୂପୀ ବ୍ୟବହାର ଆଉ ମହାନତା। ଏହି ମାୟାରେ ବୁଡ଼ିଯିବାର ଅର୍ଥ କ'ଣ ହୋଇପାରେ? ଯେତେବେଳେ କୌଣସି ବ୍ୟକ୍ତି ନିଜ ଇନ୍ଦ୍ରିୟ ଗୁଡ଼ିକୁ ନିୟନ୍ତ୍ରିତ କରିବାରେ ପୂରାପୂରି ଅସଫଳ ହୋଇଯାଏ ସେତେବେଳେ ଲୋକମାନେ କହିଥାନ୍ତି ଯେ ସେହି ମନୁଷ୍ୟ ଏକଦମ ମାୟାରେ ବୁଡ଼ି ଯାଇଛି। ଅର୍ଥାତ୍ ସେ ଜୀବନର ପ୍ରକୃତ ମୂଲ୍ୟକୁ ଭୁଲି ତୁଚ୍ଛତା ମଧ୍ୟରେ ହଜିଯାଇଛି। ସେହି ମନୁଷ୍ୟ ଏମିତି କାମରେ, ଏମିତି ସବୁ ଜିନିଷର ଉତ୍ପତ୍ତି କରିବାରେ ଫସିଯାଏ ଯାହାକି ବିଲକୁଲ ବି ସ୍ଥାୟୀ ନୁହେଁ। ଯେତେବେଳେ ଆପଣ ଜାଣିବେ ଯେ କୌଣସି ବସ୍ତୁ ସ୍ଥାୟୀ ନୁହେଁ ବୋଲି ସେତେବେଳେ ଆପଣ ସେଥିରେ ମନ ଲଗାଇବା ଉଚିତ ନୁହେଁ। ଆପଣଙ୍କୁ ସେଥିରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ଯେ ସର୍ବଜ୍ଞ ଆଉ ସର୍ବଶକ୍ତିମାନ ଅଟନ୍ତି। ଆପଣ ଟିକେ ଭାବନ୍ତୁ, ଆପଣ ପିଲାଦିନରୁ ଆଜି ପର୍ଯ୍ୟନ୍ତ ସେହି ଗୋଟିଏ କାମ କରିଆସୁଛନ୍ତି ଯାହା ଅନ୍ୟମାନେ ମଧ୍ୟ କରୁଛନ୍ତି। ହୋଇପାରେ କିଏ ଅଧିକ ଆଉ କିଏ କମ୍ କରୁଥାଇପାରେ, କିନ୍ତୁ ଏହି କାମ ଆପଣଙ୍କ ପିତା ମଧ୍ୟ କରିଥିବେ, ଆଉ ଆପଣଙ୍କ ପିତାଙ୍କ ପିତା ମଧ୍ୟ କରିଥିବେ, ପୁଣି ତାଙ୍କ ପିତା ମଧ୍ୟ କରିଥିବେ। ତେବେ ଏହିପରି ଭାବେ ବର୍ଷ ବର୍ଷ ଧରି ଲୋକମାନେ ସେହି ଗୋଟିଏ କାର୍ଯ୍ୟ ଗୁଡ଼ିକୁ କରିଆସୁଛନ୍ତି। ତଥାପି ଆମେ ଏହା ବୁଝିପାରୁନାହେଁ ଆଉ ସେହି ପ୍ରକ୍ରିୟାକୁ ପୁନର୍ବାର ଦୋହରାଉଛେ ଯାହା ହଜାର ହଜାର ବର୍ଷ ଧରି ଚାଲି ଆସୁଛି। ବର୍ତ୍ତମାନ ଆପଣ କିଛି ମାୟାରୂପୀ ବସ୍ତୁ ପାଇଁ ପାଗଳ ହୋଇଯାଇଛନ୍ତି, ଆଉ ଏମିତି କରି କରି ଗୋଟିଏ ଦିନ ଆପଣ ମୃତ୍ୟୁକୁ ପ୍ରାପ୍ତ ହେବେ। ପୁଣି ଆପଣଙ୍କର ସନ୍ତାନ ସନ୍ତତି ମାନେ ମଧ୍ୟ ଏମିତି କରି କରି ସେମାନେ ମଧ୍ୟ ଦିନେ ମୃତ୍ୟୁପ୍ରାପ୍ତ କରିବେ, ଆଉ ଏସବୁ ପ୍ରକ୍ରିୟା ଯୁଗ ଯୁଗ ଧରି ଚାଲିଥିବ। ବର୍ତ୍ତମାନ ଟିକେ ଭାବନ୍ତୁ, କ'ଣ କେବଳ ଏହି କାମକୁ ଦୋହରାଇବା ପାଇଁ ଭଗବାନ ଆପଣଙ୍କୁ ଏଠାକୁ ପଠାଇଛନ୍ତି? ଶ୍ରୀମଦ୍ ଭଗବତ ଗୀତାର ଏ ଶ୍ଲୋକକୁ ଟିକେ ବୁଝନ୍ତୁ। ଦେବୀ ହ୍ୟସ୍ୟା ଗୁଣମୟୀ ମମ ମାୟା ଦୂରତୟା ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାମ୍ ତରନ୍ତି ତେ। ଅର୍ଥାତ୍ ଭୂତ ପ୍ରକୃତିର ତ୍ରିଗୁଣ ଯୁକ୍ତ ମୋର ଏହି ଦୈବୀ ମାୟା ଶକ୍ତିକୁ ବୁଝିବା ବା ଅତିକ୍ରମ କରିବା ବଡ଼ କଠିନ ଅଟେ, କିନ୍ତୁ ଯେଉଁମାନେ ମୋର ଶରଣରେ ଆସିଥାନ୍ତି ସେମାନେ ଅତି ସହଜରେ ଏହାକୁ ଅତିକ୍ରମ କରିପାରନ୍ତି। ଏଠାରେ ଅଜୟର ଅର୍ଥ ହେଉଛି ଯାହାକୁ ଆପଣ କେବେ ବିଜୟ ପ୍ରାପ୍ତି କରିପାରିବେ ନାହିଁ। ଅର୍ଥାତ୍ ଆପଣ ମାୟାକୁ କେବେ ହେଲେ ଜିତିପାରିବେ ନାହିଁ। କିନ୍ତୁ ଆପଣ ଯେତେବେଳେ ଭଗବାନଙ୍କ ଶରଣରେ ଆସିବେ ତେବେ ଆପଣ ଏହାକୁ ପାରି ହୋଇଯିବେ, ଅର୍ଥାତ୍ ମୁକ୍ତ ହୋଇଯିବେ। ଯଦି ଆପଣ ମାୟାକୁ ଅତି ସରଳ ଭାଷାରେ ବୁଝିବାକୁ ଚାହୁଁଛନ୍ତି ତେବେ ମୁଁ ଆପଣଙ୍କୁ ଏଠାରେ ଗୋଟେ କଥା ଶୁଣାଉଛି, ଟିକେ ମନ ଦେଇ ନିଶ୍ଚୟ ଶୁଣନ୍ତୁ। ଥରେ ଦେବର୍ଷି ନାରଦ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ପ୍ରଭୁ
ଆପଣଙ୍କର ଏ ମାୟା କେମିତିକା? ମୁଁ ଟିକେ ଆପଣଙ୍କର ଏହି ମାୟାକୁ ଦେଖିବାକୁ ଚାହୁଁଅଛି। ଏହାର କିଛି ଦିନ ପରେ ଶ୍ରୀକୃଷ୍ଣ ନାରଦକୁ ନେଇ ଗୋଟେ ଜଙ୍ଗଲ ଆଡ଼େ ଗଲେ। ବହୁତ ଦୂର ଯିବା ପରେ ଶ୍ରୀକୃଷ୍ଣ ନାରଦକୁ କହିଲେ, ନାରଦ, ମୋତେ ବହୁତ ଶୋଷ ଲାଗିଲାଣି। କ'ଣ ତୁମେ କେଉଁଠାରୁ ଟିକେ ଜଳ ଆଣି ମୋତେ ପିଆଇ ପାରିବ? ନାରଦ କହିଲେ, ପ୍ରଭୁ, କିଛି ସମୟ ଅପେକ୍ଷା କରନ୍ତୁ, ମୁଁ ଯଥାଶୀଘ୍ର ଆପଣଙ୍କ ପାଇଁ ଜଳ ନେଇ ଆସୁଛି। ଏହା କହି ନାରଦ ଜଳ ସନ୍ଧାନରେ ଚାଲିଗଲେ। କିଛି ଦୂରରେ ଗୋଟିଏ ଗାଁ ଥିଲା। ସେଠାରେ ଯାଇ ନାରଦ ଜଳର ସନ୍ଧାନ କରିବାକୁ ଲାଗିଲେ। ଗାଁର ଗୋଟିଏ ଘରର କବାଟ ଯାଇ ଠକ୍ ଠକ୍ କଲେ। ଘରର କବାଟ ଖୋଲିବା ମାତ୍ରେ ଜଣେ ପରମ ସୁନ୍ଦରୀ କନ୍ୟା ଆସି ନାରଦଙ୍କ ସମ୍ମୁଖରେ ଠିଆ ହୋଇଗଲା। ସେହି ସୁନ୍ଦରୀ କନ୍ୟାକୁ ଦେଖିବା ମାତ୍ରେ ନାରଦ ସବୁକିଛି ଭୁଲିଗଲେ। ଭଗବାନ ତାଙ୍କର ପ୍ରତୀକ୍ଷା କରିଥିବେ, ତାଙ୍କୁ ବହୁତ ଶୋଷ ଲାଗୁଥିବ। ଏହା ମଧ୍ୟ ହୋଇପାରେ କେଉଁଠାରେ ଜଳ ନ ପାଇ ଭଗବାନଙ୍କର ପ୍ରାଣବାୟୁ ମଧ୍ୟ ଉଡ଼ିଯାଇଥିବ। କିନ୍ତୁ ଏସବୁ କଥା ନାରଦ ଭୁଲିଗଲେ। ଆଉ ସେ କନ୍ୟା ସହିତ ବାର୍ତ୍ତାଳାପରେ ଏମିତି ମଜିଗଲେ ଯେ ଏ କଥାବାର୍ତ୍ତାରେ ଦୁଇ ଜଣଙ୍କ ମଧ୍ୟରେ ପ୍ରଣୟର ଭାବ ଉତ୍ପନ୍ନ ହୋଇଗଲା। ଏହାପରେ ନାରଦ ସେହି କନ୍ୟାର ପିତାଙ୍କ ପାଖକୁ ଯାଇ ତାଙ୍କୁ ବିବାହ କରିବା ପାଇଁ ପ୍ରାର୍ଥନା କରିବାକୁ ଲାଗିଲେ। ପରିଶେଷରେ ନାରଦ ସେହି କନ୍ୟାକୁ ବିବାହ ମଧ୍ୟ କରିନେଲେ। ଆଉ ସେହି ଗାଁରେ ମଧ୍ୟ ରହିବାକୁ ଲାଗିଲେ। ଧୀରେ ଧୀରେ ସେମାନଙ୍କର ସନ୍ତାନ ସନ୍ତତି ମଧ୍ୟ ହେଲା। ଆଉ ଏହିପରି ଭାବରେ ନାରଦ ସେହି ଗାଁରେ 12 ବର୍ଷ ବିତାଇ ସାରିଥିଲେ। ଏହି ସମୟ ମଧ୍ୟରେ ତାଙ୍କର ଶ୍ୱଶୁର ମଧ୍ୟ ଚାଲିଗଲେ। ଆଉ ତାଙ୍କର ସବୁ ସମ୍ପତ୍ତିର ଉତ୍ତରାଧିକାରୀ ମଧ୍ୟ ନାରଦ ହୋଇଗଲେ। ଏଥିସହିତ ପୁତ୍ର ମୋହ, ଗାଈ ଗୋରୁ, ସମ୍ପତ୍ତି, ଗୃହ ଆଦିକୁ ନେଇ ନାରଦ ଅତି ସୁଖରେ କାଳ କାଟିବାକୁ ଲାଗିଲେ। ଶେଷରେ ସେ ଅନୁଭବ କଲେ ଯେ ସେ ବହୁତ ସୁଖର ଶାନ୍ତିରେ ଅଛନ୍ତି ବୋଲି। ଥରେ ସେ ରାଜ୍ୟରେ ବହୁତ ବର୍ଷା ହେବା କାରଣରୁ ବନ୍ୟା ହେବାରେ ଲାଗିଲା। ନଦୀ ବନ୍ଧ ଭାଙ୍ଗି ପାଣି ମାଡ଼ି ଆସିଲା। ଆଉ ସେ ଗାଁ ବୁଡ଼ିବାକୁ ଲାଗିଲା। ଘରଦ୍ୱାର ସବୁ ଭାସିବାକୁ ଲାଗିଲା। ମନୁଷ୍ୟ, ଗାଈ ଗୋରୁ ଓ ବିଭିନ୍ନ ପଶୁମାନେ ଜଳରେ ଭାସିବାକୁ ଲାଗିଲେ। ପ୍ରବଳ ନଦୀ ସ୍ରୋତ କାରଣରୁ ସବୁକିଛି ଧୋଇ ହୋଇଗଲା। ଜଳର ଏହି କରାଳ ରୂପର ପ୍ରକୋପକୁ ନାରଦକୁ ମଧ୍ୟ ଭୋଗିବାକୁ ପଡ଼ିଲା। ସେ ତାଙ୍କର ସନ୍ତାନ ସନ୍ତତିକୁ ଧରି ସେହି ନଦୀକୁ ପାର ହେବାକୁ ଚେଷ୍ଟା କଲେ। କିଛି ଦୂର ଯିବା ପରେ ବନ୍ୟା ଜଳର ସ୍ରୋତ ଆହୁରି କ୍ଷିପ୍ର ହେବାକୁ ଲାଗିଲା। କାନ୍ଧରେ ଧରିଥିବା ଦୁଇ ସନ୍ତାନ ସେହି ବନ୍ୟା ଜଳର କ୍ଷିପ୍ର ସ୍ରୋତରେ ହଠାତ୍ ବହିବାକୁ ଲାଗିଲେ। ନିରାଶ ହୋଇ ନାରଦ ବହୁତ ଜୋରରେ ଚିତ୍କାର କରିବାକୁ ଲାଗିଲେ। ସେମାନଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ହାତରେ ଥିବା ଆଉ ଗୋଟିଏ ସନ୍ତାନ ମଧ୍ୟ ଖସି ପଡ଼ି ଜଳରେ ଭାସିଗଲା। ଶେଷରେ ସମସ୍ତ ବଳ ପ୍ରୟୋଗ କରି ତାଙ୍କ ପତ୍ନୀକୁ ମଧ୍ୟ ଜୋରରେ କୁଣ୍ଢାଇ ଧରିଥିଲେ। ଅନ୍ତରେ ବନ୍ୟା ଜଳର ସ୍ରୋତରେ ତାଙ୍କର ପତ୍ନୀ ମଧ୍ୟ ହାତରୁ ଖସିଗଲେ ଏବଂ ନାରଦ ମଧ୍ୟ ନିଜେ ସେ ବନ୍ୟା ଜଳରେ ପଡ଼ି ଛଟପଟ ହେଉଥିବା ବେଳେ ଏହି ସମୟରେ ତାଙ୍କ ପିଠିରେ ଗୋଟିଏ କୋମଳ ହାତ ବାଜିଲା ପରି ଲାଗିଲା। ଆଉ ପଛରୁ ଶୁଭିଲା, ବତ୍ସ, କାହିଁ ଜଳ କାହିଁ? ତୁମେ ତ ଜଳ ଆଣିବା ପାଇଁ ଯାଇଥିଲ ନା? ମୁଁ ତୁମର ପ୍ରତୀକ୍ଷାରେ ଅଛି। ତୁମେ ଯିବାର ପ୍ରାୟ ଅଧଘଣ୍ଟା ହୋଇଗଲାଣି। ନାରଦ ପଛପଟକୁ ଦେଖି ଆଶ୍ଚର୍ଯ୍ୟ ହେଲେ। ଅଧଘଣ୍ଟା? ଏହି ସମୟ ମଧ୍ୟରେ ତ ମୋ ପାଇଁ 12 ବର୍ଷ ବିତି ଯାଇଛି। ଆଉ ଏହି ଅଧଘଣ୍ଟା ମଧ୍ୟରେ ହିଁ ଏହି ସବୁ ଦୃଶ୍ୟ ନାରଦଙ୍କ ମନରୁ ଉଭାନ ହୋଇଗଲା। ଏହା ହିଁ ମାୟା ଅଟେ। ଠିକ୍ ସେହିପରି ଆମ୍ଭେମାନେ ମଧ୍ୟ କୌଣସି ନା କୌଣସି ରୂପରେ ଏହି ମାୟା ମଧ୍ୟରେ ଅବସ୍ଥାନ କରିଛେ। ମାୟା ସବୁବେଳେ ବଦଳିବାରେ ଲାଗିଥାଏ। ଯଦି ଆପଣ ଏଥିରେ ଫସିଗଲେ ତେବେ ସେ ଆପଣଙ୍କୁ ତା ହିସାବରେ ନିୟନ୍ତ୍ରିତ କରିବ। ଯେମିତି ଆଜି ଆପଣ ଅଧିକ ପଇସା ରୋଜଗାର କରିଛନ୍ତି ତ ସେଥିପାଇଁ ଖୁସି ଅନୁଭବ କରୁଛନ୍ତି। ଆଉ କାଲି କମ୍ ପଇସା ରୋଜଗାର କଲେ ବ୍ୟକ୍ତି ଦୁଃଖ ହୋଇଯାଏ। ଏହି କଥା ଆମକୁ ଏହା ଦର୍ଶାଇଥାଏ ଯେ ଆପଣ ମାୟାର ଜାଲରେ ଫସି ଯାଇଛନ୍ତି। କାହିଁକି ନା ବ୍ୟକ୍ତିକୁ କେବଳ ତାର କର୍ମ ଦ୍ୱାରା ହିଁ ଖୁସି ହେବା ଦରକାର। କୌଣସି ବିଷୟକୁ ନେଇ ଚିନ୍ତା କରିବା ସ୍ୱାଭାବିକ ଅଟେ, କିନ୍ତୁ ସବୁକିଛି ଥିବା ସତ୍ତ୍ୱେ ଆହୁରି ପାଇବା ପାଇଁ କାନ୍ଦଣା କାନ୍ଦିବା କେବଳ ଦୁର୍ଭାଗ୍ୟ ହିଁ ଅଟେ। ଆପଣଙ୍କ ଜୀବନର ଅସ୍ଥିରତାର ମୁଖ୍ୟ କାରଣ କ'ଣ ଅଟେ? ଆପଣଙ୍କୁ ଏହା ବୁଝିବା ନିତାନ୍ତ ଆବଶ୍ୟକ। କାହିଁକି ନା ଏମିତି କିଛି ତୁଚ୍ଛ କାରଣ ଥାଇପାରେ ଯାହା ଆପଣଙ୍କୁ ପ୍ରଭାବିତ କରୁଥିବ। ସେସବୁ ମାୟାରେ ଲିପ୍ତ ହେବାର ସଂକେତ ହୋଇଥାଏ। ସବୁବେଳେ ବଦଳୁଥିବା ବହୁତ କିଛି ଘଟଣା ଆଉ ଆଖପାଖରେ ଥିବା କିଛି ବସ୍ତୁ ହିଁ ମାୟା ଅଟେ। ସ୍ଥିରତା ସେତେବେଳେ ଆସିଥାଏ ଯେତେବେଳେ ଆପଣ ଆପଣଙ୍କ ଭିତରେ କିଛି ଏମିତି କାମ କରିଥାନ୍ତି ଯାହା ବଦଳୁ ନଥିବ, ଯାହା ପୁରା ସମୟ ଏକ ସମାନ ରହୁଥିବ। ଏହାକୁ ହିଁ ମାୟାର ଜାଲରୁ ବାହାରିବା କୁହାଯାଏ। ଲୋକମାନେ ଏହି ମାୟା ଶବ୍ଦର କେତେ ଅର୍ଥ ବାହାର କରିଛନ୍ତି, ତେବେ ସେଥିରୁ ଗୋଟିଏ ପ୍ରମୁଖ ଅର୍ଥ ହେଉଛି ମାୟା, ଯାହାର କୌଣସି ଗୋଟିଏ ରୂପ ଥାଏ, କିନ୍ତୁ ଆପଣ ଯେତେବେଳେ ତାକୁ ଧରିବାକୁ ଚେଷ୍ଟା କରନ୍ତି ସେ ଆପଣଙ୍କ ହାତକୁ ଆସିନଥାଏ। ଦୁନିଆରେ ସବୁକିଛି ଏମିତି ହିଁ ହୋଇଥାଏ। ଆପଣଙ୍କୁ କୌଣସି ବସ୍ତୁ ଅତି ସୁନ୍ଦର ଲାଗୁଛି, ଅଧିକ ଆକର୍ଷିତ କରୁଛି, ଆପଣ ସେହି ବସ୍ତୁ ପାଇବା ପାଇଁ ଅଧୀର ହୋଇପଡ଼ୁଛନ୍ତି।
आमतीक जदि से वस्तु न मिलूची तेबे लोक मैंने आत्महत्या मध्य करनियंती। किंतु सत्य ए सबुठारु बहुत उपरे अछि। सत्य यह जे माया सर्वदा बदलु थाए। आ जेतेबेले आपनको कोनोसी एमिति वस्तु मिल जाई थाए जाहाकु पाया पई आपण बहुत अपेक्षा करिथिले सेही वस्तु पाइबार किछि दिन परे आपनको आ भलो लागिबनी। आपनको नजर से वस्तुर मूल्य धीरे धीरे कम हो जाए। आ धीरे धीरे आपण देखिबे जे आपनको नजर तार सुंदरता कम हो जाउची। तेबे एथिरु बुझि नियंतु जे ए सबु माया ही अटे जहा आपनको आकर्षण करिवार काम करूची। आपनको ठारु दूर रही आपनको विचलित करिवार काम करूची। आउ जदि आपण ताकू भूल रे भी हासिल करिनेले तेबे से तार रूप बदलाई आउ गोटे वस्तु रे परिणत होई जिवो। आउ आपण पुणी तार पछरे पड़िया को बाध्य होई जिवे। जहा किछि भी आपनको विचलित करूअछि से कोनोसी वस्तु होई किबा मनुष्य आपनको बुझि नेबा उचित जे ए सबु माया ही अटे। आउ एहार काम केवल आपनको आउ आपणकर मूल लक्ष्य को दूरे रखिबा। एहा व्यतीत माया आपनको आउ कोनोसी संतोष करि परिबो नाही। जदि आपण भाबुछंती जे कोनोसी गोटे दामी गाड़ी नहीं आपण संतुष्ट होई जिवे तेबे एहा आपणकर सबुठारु बड़ भूल बुझामणा अटे। ठीक सेमिति जदि आपण कोनोसी कन्या को पाइबा को चाहुछंती आ आपनको लागुथाए कि जदि सेही कन्या आपनको जीवन रे आसिले आपण एकदम संतुष्ट होई जिवे तेबे बुझि जांतु जे ए सब मध्य माया ही अटे। कारण मनुष्य कोनोसी वस्तु को पाई केबेले संतुष्ट होई न थाए। से जे कोनोसी वस्तु पाइले मध्य ताठारु किछि उत्तम वस्तु पाया पाई पुणी आशा करिथाए। दुनियार जेते वस्तु जहाँ आपनको प्रति मुहूर्त रे पाइबा पाई हासिल करिया पाई आकर्षित करुथाए आपण जहाकु पाइबा पाई विकल होई उठंती से सबु केवल माया ही अटे। ना से वस्तुर आपण माने संपूर्ण भावे संतोष होई परिबे जहाकु पाइबा पाई आपण ता पछरे दौड़ुछंती। तेणु ए सबु माया ही तो अटे। बंधुगण, माया को नहीं आमर उपस्थापना आपको केमिति लागिला कमेंट माध्यम रे आपणकर मतामत निश्चय जणाइबे। आ आपण जदि माया पड़िबार के अनुभव करिसंती ताहा हमकु निश्चय जणांतु। वीडियो भलो लागिथिले लाइक करंतु आ शेयर करंतु। आ चिंतन टीवी को जदि प्रथम थर देखुथिबे तेबे सब्सक्राइब निश्चय करिनियंतु। पुणी देखाबो आउ एक सुंदर ज्ञानवर्धक वीडियो माध्यम रे। से पर्यंत देखुथांतु चिंतन टीवी। धन्यवाद।